ओम नमः शिवाय। ମୁଁ ଜ୍ୟୋତିର୍ବିଦ ଓ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଅଷ୍ଟମ ଭାବର ଗୋଟେ ଭଲ ଉପାଦେୟତା ବା ତାର ଗୋଟେ ଭଲ ସଦ୍ଗୁଣ ବିଷୟରେ ମୁଁ ଆପଣଙ୍କୁ କହିବି। ଚାଲନ୍ତୁ ଜାଣିବା। ଜାତକରେ ବା ହିନ୍ଦୁ ଜ୍ୟୋତିଷରେ 6, 8 ଆଉ 12 ଏ ତିନିଟା ଭାବକୁ ଅଶୁଭ ଭାବ ବୋଲି କୁହାଯାଏ। ଅଶୁଭ ଭାବ ମାନେ କ'ଣ? ଆପଣ ପୂର୍ବଜନ୍ମରେ କରିଥିବା କିଛି ଖରାପ କର୍ମ ଏଇ ଭାବ ଦ୍ୱାରା ଦର୍ଶାଯାଏ। ଯଦି ଏଇ ଭାବର ଅଧିପତି ଆପଣଙ୍କ ଜାତକରେ ଭଲ ଭାବରେ ଅଛନ୍ତି, ତା ଅର୍ଥ ଆପଣଙ୍କର ପୂର୍ବ ଜନ୍ମର ଖରାପ କର୍ମ ଏ ଜନ୍ମକୁ ବେଶୀ ଆସିନି। ଯଦି ଆମେ ଦେଖିବା ଯେ ଗୋଟେ ଲୋକ ବିଭିନ୍ନ ପ୍ରକାର ଯେଉଁ ଯୋନି କୁହାଯାଏ, ଯେ ପ୍ରେତ ଯୋନି, କୀଟ ଯୋନି, ମଣିଷ ଯୋନି ଯଦି ଆସେ, କିଛି ଜ୍ୟୋତିଷ ଆଜିକା ଡେଟ୍ରେ ବି କ୍ଲେମ୍ କରୁଛନ୍ତି ଅଲ୍ ଇଣ୍ଡିଆ ଲେବୁଲ୍ରେ କି ଏଟା ଗୋଟେ ଲୋକର ପ୍ରଥମ ଜନ୍ମ। ଯଦି ବି ସେମିତି କିଛି ଥାଏ, ଜ୍ୟୋତିଷ ଶାସ୍ତ୍ରରେ ଲେଖାଯାଏ ନାହିଁ ଯଦିଓ, ଯଦି ବି ସେମିତି କିଛି ଥାଏ ତାହେଲେ ଆପଣ ଦେଖିବେ ତାର 6, 8 ଆଉ 12 ଘରରେ ବହୁତ ଗୁଡ଼େ ଗ୍ରହ ଥିବେ। ଅର୍ଥାତ୍ ପୂର୍ବ ଜନ୍ମରେ ସେହି ଗ୍ରହ ସମ୍ପର୍କିତ ବିଭିନ୍ନ ଖରାପ କର୍ମ ସେ କରିଆସିଛନ୍ତି। ମୋ ମତରେ ନିଜର ଖରାପ କର୍ମ ଗୁଡ଼ାକୁ ଆଗ ଭୋଗିଦେବା କଥା, ତାହେଲେ ଆପଣଙ୍କର ମୁଖ୍ୟ ମାର୍ଗଟା ବହୁତ ସହଜ ହେଇଯିବ। ତେବେ ଚାଲନ୍ତୁ ଟପିକ୍ ଉପରକୁ ଆସିବା, ଯେ କ'ଣ ରହିବ ଆଜିକା ଟପିକ୍, ଯେଉଁଟା ବିବାହରେ ଆପଣ ଅଷ୍ଟମ ଭାବଟା ଟିକେ ଭଲ କାମ ଦିଏ। କେମିତି ମୁଁ ବୁଝେଇ ଦେଉଛି। ଆଗରୁ ଭିଡ଼ିଓ ରିଲିଜ୍ କରିଛି କି ନାହିଁ ମନେ ପଡ଼ୁନି, କିନ୍ତୁ ଗୋଟେ ଭିଡ଼ିଓ ମୁଁ କରିଛି ଯେ ଦ୍ୱିତୀୟ ଭାବ ଆଉ ତୃତୀୟ ଭାବ ଯଦି ଗୋଟେ ଜାତକରେ ବହୁତ ସବଳ ଥାନ୍ତି, ତାହେଲେ ସିଏ ଜାତକରେ ଗୋଟେ ପ୍ରକାର ବିବାହ ବିଚ୍ଛେଦକୁ ସୂଚାନ୍ତି। ଗୋଟେ ପ୍ରକାର ମାନେ ଗୋଟେ କଣ୍ଡିସନ୍ସ ଆପ୍ଲାଏ, ଆଉ ବହୁତ ଜିନିଷ ଦେଖିବାକୁ ପଡ଼େ। ତା କାରଣଟି ହେଲା, ଯଦି ସ୍ତ୍ରୀ କିମ୍ବା ସ୍ୱାମୀ ନିଜ ପରିବାର ସହିତ ସମ୍ପୂର୍ଣ୍ଣ ରୂପେ ସଂଶ୍ଳିଷ୍ଟ ରୁହନ୍ତି, ତାହେଲେ ସିଏ ଚାନ୍ସ ଅଛି କି ସ୍ତ୍ରୀ ତାର ବାପଘର କଥାରେ ପଢ଼ିକି ଆପଣଙ୍କ ଏଗେନଷ୍ଟରେ ଯିବ କିମ୍ବା ଯାଇପାରେ। ସେଇଟା କିଏ ଦର୍ଶାଇବ ନା ତୃତୀୟ ଭାବ। କାରଣ ତୃତୀୟ ଭାବଟା ଆପଣଙ୍କର ଫାଇଟିଂର ମୁଡ୍ ବା ଆଟାକିଂ ମୁଡ୍, ଭିଣ୍ଡିକ୍ଟିଭ୍ ମୁଡ୍, ସେ କୁହନ୍ତି ଗୋଟେ ଲୋକଟା କଥାରେ ଚଢ଼ି ଆସୁଛି, ସେଇଟାକୁ ଦେଖାଏ ତୃତୀୟ ଭାବ। କିନ୍ତୁ ଆକ୍ଚୁଆଲି ସେ କେତେ ଆକ୍ସନ୍ ନେବ ସେଇଟା ଷଷ୍ଠ ଭାବରୁ ଜଣାପଡ଼ିବ। ଯଦି ଆପଣ ଆକ୍ଚୁଆଲି ବାଡ଼େଇ ପକାଇବ କି ଆକ୍ଚୁଆଲି କୋର୍ଟ କଚେରୀ ନେବ, ଆକ୍ଚୁଆଲି ହାଣିଦେବ, ସେଇଟା ଷଷ୍ଠ ଭାବରୁ ଜଣାପଡ଼ିବ। ତେଣୁ ଖାଲି 6 ଭାବ ନୁହେଁ, 2, 3 ମଧ୍ୟ ଆପଣଙ୍କର ଜାତକରେ ଭଲ ଯଦି ଅଛି, ମାନେ ସେ ଘରେ ଯଦି କିଛି ପାପ ଗ୍ରହ ବସିଛନ୍ତି, ତାହେଲେ ବିବାହ ଡିଭୋର୍ସର ସେ ଗୋଟେ କାରକ। କିନ୍ତୁ ଡିଭୋର୍ସର ଗୋଟେ ଆଣ୍ଟି କାରକ ହେଲା ଅଷ୍ଟମ ଭାବ। କାହିଁକି ନା ଅଷ୍ଟମ ଭାବ ହେଲା ଶ୍ୱଶୁର ଘର। ସ୍ତ୍ରୀ ପାଇଁ ଶ୍ୱଶୁର ଘର, ସ୍ୱାମୀ ପାଇଁ ଶ୍ୱଶୁର ଘର। ଆପଣ ଯଦି ସ୍ତ୍ରୀ ହେଇଥାନ୍ତି, ଆପଣଙ୍କର ସ୍ୱାମୀ ହେଲେ ଆପଣଙ୍କର ସପ୍ତମ ଭାବ। ସପ୍ତମର ଦ୍ୱିତୀୟ ଯେଉଁଟାକି ଅଷ୍ଟମ ଭାବ, ସେଇଟା ହେଲା ଆପଣଙ୍କର ଶ୍ୱଶୁର ଘର। ଅଷ୍ଟମ ଭାବରେ ଯଦି କିଛି ବେନିଫିକ୍ ଅଛନ୍ତି, ବେନିଫିକ୍ ମାନେ କିଛି ଭଲ ଗ୍ରହ, ଯେଉଁଟା ଶୁକ୍ର କୁହନ୍ତୁ କିମ୍ବା ବୃହସ୍ପତି କୁହନ୍ତୁ, ଏବଂ ବହୁମାତ୍ରାରେ ବୁଧ ମଧ୍ୟ ଅଛନ୍ତି, ଏବଂ ଅଷ୍ଟମ ଭାବର ସ୍ୱାମୀ ପୀଡ଼ିତ ନୁହେଁ। ଅଷ୍ଟମ ଭାବର ସ୍ୱାମୀ କୌଣସି କେନ୍ଦ୍ରରେ ଅବସ୍ଥାପନ କରୁଛନ୍ତି କିମ୍ବା କୌଣସି ତ୍ରିକୋଣର ନବାଂଶକୁ ଯାଇଛନ୍ତି, ତାହେଲେ ଏଇଟା ଗୋଟେ ଭଲ ସୁଯୋଗ ସୃଷ୍ଟି ହୋଇଗଲା ଯେ ସେ ପିଲାର ଶ୍ୱଶୁର ଘର ସହିତ ଭଲ ପଡ଼ିବ। ମୋ କଥାଟାକୁ ବୁଝିପାରିଲେ ତ? ଆପଣଙ୍କର ସାରା ଅଷ୍ଟମ ଭାବ ତ ମାରକ ଭାବ, ମନେ ରଖିଥାନ୍ତୁ, ମାରକ ନୁହେଁ, ସେଇଟା ଆୟୁ ଭାବ। ତାର ସପ୍ତମ ଭାବଟା ହେଲା, ବିସ୍ତୃତ ଚର୍ଚ୍ଚା ପରେ କେବେ କରିବା, ଏତେ ନଲେଜେବଲ୍ ଭିଡ଼ିଓ ତ ଲୋକ ଦେଖୁନାହାନ୍ତି, ଆଉ କ'ଣ ଚର୍ଚ୍ଚା କରିବା। ତେଣୁ ଯେଉଁ ଅଷ୍ଟମ ଭାବ ହେଲା ଆପଣଙ୍କର ଆୟୁ ଭାବ, ତାର ଦ୍ୱାଦଶ ଭାବ ହେଲା ସପ୍ତମ। ଯେକୌଣସି ଭାବର ଦ୍ୱାଦଶ ସେ ଭାବର ଲସ୍। ତେଣୁ ସପ୍ତମଟା ମାରକ, ଅଷ୍ଟମକୁ ଆପଣ ନେବେନି। ଅଷ୍ଟମ ଯଦି ଖରାପ ଅଛି, ତା ଅର୍ଥ ଆପଣଙ୍କର ଆୟୁ କମ୍, କିନ୍ତୁ ମରିବେ ଆପଣ ସପ୍ତମଶ କିମ୍ବା ଦ୍ୱିତୀୟଶ ଦଶାରେ। ଯଦିଓ ଅଷ୍ଟମର ଗୋଚର ବି ଦେଖାଯାଏ, ତେବେ ଛାଡ଼ନ୍ତୁ, ଆପଣଙ୍କର ଶାଶୁଘର ସହିତ ଭଲ ପଡ଼ିବ। ଚନ୍ଦ୍ର ଅଷ୍ଟମ ଭାବକୁ ଦୃଷ୍ଟି ଦେଉଛନ୍ତି, ଲଗ୍ନାଶ ଅଷ୍ଟମ ଭାବକୁ ଦୃଷ୍ଟି ଦେଉଛନ୍ତି।
ଅଷ୍ଟମେଶ ଲଗ୍ନେଶ ଦୁଇ ଜଣ ଯୁକ୍ତି ହେଇକି ଗୋଟେ କେନ୍ଦ୍ର କିମ୍ବା ତ୍ରିକୋଣରେ ଅବସ୍ଥାନ କରିଛନ୍ତି, ଶ୍ୱଶୁର ଘର ସହିତ ଭଲ ପଡ଼ିଲା। ସେମାନେ କହିବେ ନାଇଁ ନାଇଁ ମ ଆମ ବୋହୂଟା ଭଲ, ଆମ ପୁଅ ଖରାପ। ଏମାନେ କହିବେ ନାଇଁ ନାଇଁ ଆମର ପୁଅ ଭଲ, ଆମର ବୋହୂ ଖରାପ। ଏଇଟା ଗୋଟେ ଆଣ୍ଟି ଡିଭୋର୍ସ ହେଇଗଲା। ବା ଯେଉଁଠି ପରିବାର ଗୋଟେ ଲୋକକୁ ଆକ୍ସେପ୍ଟ କରିନେଲେ, ସେଠି ବିବାହରେ ଗୋଟେ ଆଣ୍ଟି ଡିଭୋର୍ସ ଯୋଗ ସୃଷ୍ଟି ହେଲା, ଯେ ଏଟା ବିବାହ ପାଇଁ ଗୋଟେ ବହୁତ ଭଲ ହେଇଗଲା। ମନେ ରଖିଥାନ୍ତୁ, ଆଜିକା ଦିନରେ ବିବାହ ତିଷ୍ଠିବାଟା ହେଲା ବଡ଼ ଜିନିଷ। ଆଗରୁ ଲୋକମାନେ ବ୍ୟସ୍ତ ହେଉଥିଲେ ବିବାହର ହଉନି, ଏବେ ବିବାହର ହେଇଯାଉଛି, କିନ୍ତୁ ଠିକ୍ 3 ମାସ ପରେ ଭାଙ୍ଗି ଯାଉଛି। ତେଣୁ ବିବାହ ତିଷ୍ଠିବାଟା ଆଜିକା ଦିନରେ ଗୋଟେ ବହୁତ ବଡ଼ ଜିନିଷ। ତେଣୁ ଆପଣ ସବୁବେଳେ ବିବାହଟା କେତେ ଦୂର ହେଇଯିବ ଖାଲି ସପ୍ତମ ନ ଦେଖି, ତିଷ୍ଠିବ ତ ସେଥିପାଇଁ ଅଷ୍ଟମ, ତିଷ୍ଠିବ ତ ସେଥିପାଇଁ ଚତୁର୍ଥ ଯଦି ଭଲ ଅଛି ତାହେଲେ ସଂସାର ସେ ପିଲାଟି ଭଲ କରିପାରିବ। ତିଷ୍ଠିବ ନାହିଁ ତ ଦ୍ୱିତୀୟ ଏବଂ ତୃତୀୟ ଏବଂ ଷଷ୍ଠ। ତ ଡିଭୋର୍ସ ପରେ ଆଉ ଡିଭୋର୍ସ ଆଣ୍ଟି ଯେଉଁ ହାଉସେସ୍ ଗୁଡ଼ା ଯାଉଛନ୍ତି, ସେଗୁଡ଼ା ଆପଣ ଦେଖିବାକୁ ପଡ଼ିବ। ସେଇ ସନ୍ଦର୍ଭରେ ଗୋଟେ ହେଲା ଅଷ୍ଟମ ଭାବ। ହୁଏତ ତାର ବିଭିନ୍ନ ଦୁର୍ଗୁଣ ଥାଇପାରେ, ଯେ ଆକ୍ଚୁଆଲି ଆଧ୍ୟାତ୍ମିକ ଦୃଷ୍ଟିରୁ ବା ଏସୋଟରିକ୍ ଆଷ୍ଟ୍ରୋଲୋଜି ଯେଉଁଟା କୁହାଯାଏ, ସେଥିରେ ଅଷ୍ଟମ ଭାବର ବହୁତ ଆବଶ୍ୟକତା ରହିଛି। ଅଷ୍ଟମ ଭାବ ଯଦି ଭଲ ନଥାଏ ତାହେଲେ ଆପଣ ସ୍ପିରିଚୁଆଲ ପ୍ରୋଗ୍ରେସ୍ ହେବନି। ଆପଣ କିଛି ଏମିତି ରିସର୍ଚ୍ଚ କେବେ କରିପାରିବେନି, ଗୋଟେ ଜିନିଷର ଡିପ୍କୁ କେବେ ଯାଇପାରିବେନି। ଯେଉଁମାନେ ଦେଖିବେ ଆପଣ ରିସର୍ଚ୍ଚର ସାଇଣ୍ଟିଷ୍ଟ ଏମାନେ ଅଛନ୍ତି, ସେମାନଙ୍କର ଅଷ୍ଟମ ଭାବର ସ୍ୱାମୀ ହୁଏତ ଲଗ୍ନ ସହିତ ବସିଥିବ କିମ୍ବା ଲଗ୍ନ ସାଙ୍ଗରେ ବସିଥିବ। ଆଉ ପ୍ରଫେସର, ରିସର୍ଚ୍ଚର ଏମାନେ ସବୁ ଅଛନ୍ତି, ଆଉ ଏମାନଙ୍କର ଡିଭୋର୍ସ ବି କମ୍ ହୁଏ। ଆପଣ ଦେଖିଲେ, ଯଦି ସେମିତି ଷ୍ଟାଟିଷ୍ଟିକ୍ସ ମୋ ପାଖରେ ନାହିଁ, କିନ୍ତୁ ଗୋଟେ ନର୍ମାଲ ସେନ୍ସରେ କହୁଛି। ତେଣୁ ଅଷ୍ଟମ ଭାବଟା ଆପଣ ଦେଖିବେ ଯେ ଭଲ ଅଛି କି ନାହିଁ। ଅଷ୍ଟମ ଭାବ ଆପଣଙ୍କର କିଛି ଗୋଟେ ଖରାପ ଗ୍ରହ ବସିଛନ୍ତି, ସେଠି ଶନି, ମଙ୍ଗଳ ବସିକି ସେ ଆପଣଙ୍କର ଲଗ୍ନକୁ ଦୃଷ୍ଟି ଦେଉଛନ୍ତି। ଅଷ୍ଟମ ଭାବରେ ବସିଲେ ତ ଲଗ୍ନକୁ ଦୃଷ୍ଟି ହେବ, ଲଗ୍ନେଶକୁ ଦୃଷ୍ଟି ଦେଉଛନ୍ତି। ତ ଆପଣ ସେଇଠି ଅସୁବିଧାରେ ପଡ଼ିଲେ, ଯେ ଶାଶୁଘର ଲୋକ ସାଙ୍ଗେ ସାଙ୍ଗେ ଆପଣଙ୍କର ଆଣ୍ଟି ହେଇଯିବେ। ତେଣୁ ଅଷ୍ଟମ ଭାବଟାରେ ଭଲ ହେଇଯିବା, ବେସିକାଲି ବୃହସ୍ପତି କିମ୍ବା ଶୁକ୍ର ସେଠି ଆସିଯିବା, କିଛି ମାତ୍ରାରେ ବୁଧ ଆଉ ଚନ୍ଦ୍ର ମଧ୍ୟ। ଯଦି ଅଷ୍ଟମସ୍ଥ ଚନ୍ଦ୍ରକୁ ଭଲ କୁହାଯାଇ ନାହିଁ, କୁହାଯାଏ ଯେ ସୂର୍ଯ୍ୟକୁ ଅଷ୍ଟମେଷର ଦୋଷ ଲାଗେ ନାହିଁ, କିନ୍ତୁ ଭଲ ଆପଣ ବିବାହ ଜୀବନ ପାଇଁ ସେଟା ଭଲ ହେଇଗଲା। ଆଉ ବହୁମାତ୍ରାରେ ବହୁମାତ୍ରାରେ ଗୋଟେ କନସେପସନ୍ ମାନେ ଏଠି ପିଲାପିଲି ରହିବାରେ ସହାୟକ ହୁଏ, ସେ ହେଲା ଅଷ୍ଟମ ଭାବ। ଆପଣ ଦେଖିବେ ଶାଶୁଘର ଲୋକଙ୍କର ଯଦି କୋପରେସନ୍ ରୁହେ, ଗୋଟେ ଲୋକଟେ ଶୀଘ୍ର ପିଲା କରିବାରେ ସାମର୍ଥ୍ୟ ହେବ। ତ ସମସ୍ତେ କହିବେ ସାଙ୍ଗେ ସାଙ୍ଗେ ଗୋଟେ ଡେଲିଭରି କରିପାରିବା, ସାଙ୍ଗେ ସାଙ୍ଗେ ଡେଲିଭରି କରିପାରିବା। ତେଣୁ ଅଷ୍ଟମ ଭାବଟା ତାକୁ ସପୋର୍ଟ କଲା, କାରଣ ସେମାନେ ବୋହୂକୁ ଆକ୍ସେପ୍ଟ କରି ଆଗେଇଲେ। ଏବଂ ଯଦି ବୋହୂ ଘର ହେଇଥାନ୍ତି ତାହେଲେ ସେମାନେ ନିଜର ଜୋଇଁଟାକୁ ଆକ୍ସେପ୍ଟ କରିନେଲେ, କାରଣ ଅଷ୍ଟମ ଭାବଟା ସେ ପିଲାର ଭଲ ରହିଲା। ଦେଖନ୍ତୁ, ବିବାହ ଦିଗରେ ଆପଣ କେତେ ଜିନିଷକୁ ଦେଖିବାକୁ ପଡ଼ିଲାଣି, ଖାଲି ସପ୍ତମ ନୁହେଁ। ବିବାହ ରହିବା ପାଇଁ 4, 7, 8 ଆଉ କିଛି ଗ୍ରହ ବି ଆପଣ ନେଇପାରନ୍ତି, ବଟ୍ ବେସିକାଲି ଭାଙ୍ଗିବା ପାଇଁ 2, 3, 6। ତ ଏଇ ହେଲା ବିବାହ ଆଜିକା ଦିନରେ ବଦଳୁଥିବା ଦୁନିଆର ଆଇନର ଯେଉଁ ପ୍ରତିବନ୍ଧକ ସୃଷ୍ଟି ହେଲାଣି। ଦେଖିବା ପାଇଁ ଅଷ୍ଟମ ଭାବ ଗୋଟେ ଆଣ୍ଟି ଡିଭୋର୍ସ ଭାବ, ଭଲ ସପୋର୍ଟ କରେ। ଅଷ୍ଟମ ଭାବଟି ଯଦି ନବାଂଶରେ ଆପଣ ଦେଖିବେ ଗୋଟେ ଭଲ ଭାବ ହେଉଛି, ମାନେ ଆପଣ ମେଷ ଲଗ୍ନ ହେଲା, ଅଷ୍ଟମ ହେଲା ବୃଶ୍ଚିକ, ଆପଣ ଦେଖିବେ ବୃଶ୍ଚିକଟା ଆପଣଙ୍କର ଗୋଟେ ତ୍ରିକୋଣ ଭାବ ହେଉଛି ନବାଂଶରେ, ତାହେଲେ ବି ଭଲ। ଖାଲି ଯେ ଏଟା ବିବାହ ନୁହେଁ, ଏଟା ଆପଣଙ୍କ ରିସର୍ଚ୍ଚ ଆଟିଚ୍ୟୁଡ୍ ବଢ଼େଇ ଦେବ। ଆପଣଙ୍କର ଦେଖିବେ ଆପଣ ଟ୍ରାଭେଲ୍ ଟିକେ ଅଧିକ କରିବାକୁ ପଡ଼ିବ। ଆଉ କିଛି ମାତ୍ରାରେ ସଡନ୍ ଗେନ୍ ଆଉ ସଡନ୍ ଲସ୍କୁ ବି ଅଷ୍ଟମ ଭାବ ଦେଖାଏ। କିନ୍ତୁ ଯେଉଁଟା ଆମେ କହନ୍ତି ମୃତ୍ୟୁ ଏବଂ ମୃତ୍ୟୁତୁଲ୍ୟ କଷ୍ଟ ଏବଂ ସିଦ୍ଧି ପ୍ରାପ୍ତି, ସେଇଟା ଟିକେ କମିଯିବ,
ଯଦି ସେଇ ଗ୍ରହରେ କିଛି ବେନିଫିଟ୍ ବା ବୃହସ୍ପତି କିମ୍ବା ଶୁକ୍ର ରୁହନ୍ତି, ବିବାହ ଆଡ଼କୁ ସେଇଟା ଅଧିକ ହେଲ୍ପ କରିବ। ତା ଭିଡ଼ିଓଟା ଏଇଠି ରଖିବା। ଆଉ ଯାହା ମୁଁ ଶେଷକୁ କହି ରଖେ ଯେ ଜାତକ ଦେଖାଇବା ପାଇଁ ଆପଣ ମୋ ୱେବସାଇଟ୍କୁ ଯାଆନ୍ତୁ। ଯଦି ଠିକ୍ ଲାଗିବ ତାହେଲେ ମୋତେ କଣ୍ଟାକ୍ଟ କରିବେ। ଅନନେସେସାରୀ ମୋତେ ବଦଳ କରିବେ ନାହିଁ। ଭିଡ଼ିଓ ମୁଁ ସେମାନଙ୍କ ପାଇଁ ବନାଉନି ଯେଉଁମାନେ ଜ୍ୟୋତିଷକୁ ନେଇକି ସିରିୟସ୍ ନୁହନ୍ତି। ଆଜି ଟିକେ ୟୁଟ୍ୟୁବ୍ ପଢ଼ିଦେବା, କାଲି ଏ କରିଦେବା, ସେମିତି ଜୋଶ କରୁଛନ୍ତି, ସେମାନଙ୍କ ପାଇଁ ମୁଁ ଭିଡ଼ିଓ ବନାଉନି। ଯେଉଁମାନେ ଭଲ ଜ୍ୟୋତିଷରେ ଫୁଲ୍ ଟାଇମ୍ ଅଛନ୍ତି ତାଙ୍କ ପାଇଁ ମୁଁ ବନାଉଛି। ତେଣୁ ଦୟାକରି ସେମାନେ ଭିଡ଼ିଓରେ କମେଣ୍ଟ କରିବେ ନାହିଁ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।